ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ସୂର୍ଯ୍ୟ ଅସ୍ତ ପରେ ଅନ୍ତିମ ସଂସ୍କାର କରିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଘର ଝାଡ଼ୁ ଏବଂ ଘର ପୋଛିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଲୁଗା ଡ୍ରେସ୍ ସଫା କରିବା ଏବଂ ଶୁଖାଇବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ନଖ କାଟିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ମଥାରେ ଚନ୍ଦନ ଲଗାଇବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ତୁଳସୀ ଗଛ ଛୁଇଁବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଦହି ଖାଇବା ମଧ୍ୟ ଉଚିତ ନୁହେଁ। ଜୁଆଣି ଏବଂ ଜିରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ସହିତ ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ଅଧା ଚାମଚ ଜିରା ଏବଂ ଜୁଆଣିକୁ 1 ଗ୍ଲାସ ପାଣିରେ ମିଶାଇ ରାତି ସାରା ଭିଜାନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲ ଭାବରେ ଫୁଟାନ୍ତୁ। ବର୍ତ୍ତମାନ ଏହାକୁ 1 ଗ୍ଲାସରେ ଛାଣି କରି ଗରମ ଗରମ ପିଅନ୍ତୁ। ପ୍ରତିଦିନ ସକାଳେ ଖାଲି ପେଟରେ ଏହା ପିଇବା ଦ୍ୱାରା ପେଟର ଚର୍ବି ଅତି ଶୀଘ୍ର ହ୍ରାସ ହୋଇଥାଏ। ଲୁଣ ମିଶାଇ ଗାଧୋଇଲେ ଅଟକିଥିବା କାମ ପୂରଣ ହୋଇଥାଏ। କଞ୍ଚା କ୍ଷୀର ମିଶାଇ ଗାଧୋଇଲେ ଆୟୁଷ ବଢ଼େ। ଗୁଜୁରାତି ପକାଇ ଗାଧୋଇଲେ ଖରାପ ଦିନ ଶୀଘ୍ର ଚାଲିଯାଏ। ହଳଦୀ ମିଶାଇ ଗାଧୋଇଲେ ଭାଗ୍ୟ ଉଦୟ ହୋଇଥାଏ। ଯାହାର ମନ ପବିତ୍ର ଥାଏ ସେ ଈଶ୍ୱର ନ ପୂଜିଲେ ମଧ୍ୟ ଈଶ୍ୱରଙ୍କ କୃପା ସାଥିରେ ରହିଥାଏ। ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ୱରଙ୍କ ମୂର୍ତ୍ତି ରଖିଲେ ବା ପୂଜିଲେ ବି ସେ ଭକ୍ତିର କିଛି ମୂଲ୍ୟ ହିଁ ନଥାଏ। ଲଙ୍କାପତି ହେଉଛି ରାବଣ। ଉପନାମ ହେଉଛି ଲଙ୍କାପତି ଦଶାନନ। ଜନ୍ମ ହେଉଛି ତ୍ରେତୟା ଯୁଗ। ଶିକ୍ଷା 4 ବେଦ ବିଷୟରେ ସେ ଜାଣିଥିଲେ। କୂଟନୀତିଜ୍ଞ ଏବଂ ମହାନ ପଣ୍ଡିତ ଥିଲେ। ପିତା ବିଶ୍ରବା, ମାତାଙ୍କ ନାମ କୈକେୟୀ, ଭାଇ ବିଭୀଷଣ, କୁମ୍ଭକର୍ଣ୍ଣ, ଅହିରାବଣ, କୁବେର, ଭଉଣୀ ଶୂର୍ପଣଖା, ପତ୍ନୀ ମନ୍ଦୋଦରୀ, ଧୈନ୍ୟମାଳିନୀ, ପୁତ୍ର ମେଘନାଦ, ଅତିକାୟ, ଅକ୍ଷୟକୁମାର, ଦେବାକୁଳ, ତ୍ରିଶୂର। ଜୀବନ ହେଉଛି ଗୋଟିଏ ଜ୍ୱଳନ୍ତା ଦୀପ ପରି। କେତେବେଳେ ଯେ ଲିଭିଯିବ କେହି କହିପାରିବେନି। ତେଣୁ ଏତେ ଗର୍ବ ଅହଙ୍କାର କ'ଣ ପାଇଁ ବନ୍ଧୁ? ସୁଖ ଆଉ ଦୁଃଖ ରାତି ପାଇଲା ପରେ ଯେପରି ସକାଳ ଆସେ ଠିକ୍ ସେପରି ଦୁଃଖ ପରେ ସୁଖ ନିଶ୍ଚୟ ଆସେ। କେବଳ ପାର୍ଥକ୍ୟ ଏତିକି ସୁଖ ଜୀବନରେ ଟିକେ ଅହଙ୍କାର ଭରିଦିଏ ଆଉ ଦୁଃଖ କିଛି ଶିକ୍ଷା ଦେଇ ଯାଇଥାଏ ଆଉ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇକି ଯାଇଥାଏ। ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ। କିନ୍ତୁ ସୁଖ ସମୟରେ ଗର୍ବ କରନ୍ତୁ ନାହିଁ ଆଉ ଦୁଃଖ ସମୟରେ ଟିକେ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ସୁଖ ଦିନେ ନା ଦିନେ ନିଶ୍ଚୟ ଆସିବ। କଟା ପିଆଜକୁ ତା ପରଦିନ ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟ ରୋଗ ହୋଇପାରେ। ପୁଦିନା ପତ୍ରକୁ ମୁହଁରେ ରଗଡ଼ିଲେ ଚର୍ମ ସବୁ ନରମ ଓ କୋମଳ ହୋଇଥାଏ। ଗରମ ପାଣିରେ ଅତି ଗୁଜୁରାତି ପକାଇ ପିଇଲେ ଶରୀରର ଥକାପଣ ଦୂର ହୋଇଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଓଲଟ ଓହଳିରେ ଡେଙ୍ଗା ହେବା ଆରମ୍ଭ ହୋଇଥାଏ। ଶନିଦେବ ମନ୍ଦିରକୁ ଗଲେ 7 ଥର ପରିକ୍ରମା କରିବା ଉଚିତ। ହନୁମାନଙ୍କ ମନ୍ଦିରକୁ ଗଲେ 3 ଥର ପରିକ୍ରମା କରନ୍ତୁ। ଶିବ ମନ୍ଦିରକୁ ଗଲେ ଅଧ ପରିକ୍ରମା କରନ୍ତୁ। ଅଶ୍ୱତ୍ଥ ବୃକ୍ଷରେ 7 ଥର ପରିକ୍ରମା କରିବା ଉଚିତ। ଶୁଭ ଫଳ ମିଳିଥାଏ। ମା ଦୁର୍ଗାଙ୍କ ମନ୍ଦିରକୁ 1 ଥର ପରିକ୍ରମା କରିବା ଉଚିତ। ଗଣେଶଙ୍କ ମନ୍ଦିରକୁ 3 ଥର ପରିକ୍ରମା କରିବା ଉଚିତ। ଶ୍ରୀରାମଙ୍କ ମନ୍ଦିରକୁ 4 ଥର ପରିକ୍ରମା କରନ୍ତୁ। କୃଷ୍ଣଙ୍କ ପୂର୍ବରୁ ରାମ, ରାମଙ୍କ ପୂର୍ବରୁ ଯମଦଗ୍ନି,
ଯମଦଗ୍ନିଙ୍କ ପୂର୍ବରୁ ଅତ୍ରି, ଅତ୍ରିଙ୍କ ପୂର୍ବରୁ ଅଗସ୍ତ୍ୟ, ଅଗସ୍ତ୍ୟଙ୍କ ପୂର୍ବରୁ ପତଞ୍ଜଳି, ପତଞ୍ଜଳିଙ୍କ ପୂର୍ବରୁ ଜନକ ଥିଲେ, ଜନକଙ୍କ ପୂର୍ବରୁ ଯଜ୍ଞବାଲ୍ୟକ ଥିଲେ, ଯଜ୍ଞବାଲ୍ୟକଙ୍କ ପୂର୍ବରୁ ସମସ୍ତେ ସନାତନ ବୈଦିକ ଅନୁସରଣକାରୀ ଥିଲେ। ନାନକଙ୍କ ପୂର୍ବରୁ କୌଣସି ଶିଖ ନଥିଲେ, ମହମ୍ମଦଙ୍କ ପୂର୍ବରୁ କୌଣସି ମୁସଲମାନ ନଥିଲେ, ଯୀଶୁଙ୍କ ପୂର୍ବରୁ କୌଣସି ଖ୍ରୀଷ୍ଟିଆନ ନଥିଲେ, ଈଶବଙ୍କ ଦେବଙ୍କ ପୂର୍ବରୁ କୌଣସି ଜୈନ ନଥିଲେ, ବୁଦ୍ଧଙ୍କ ପୂର୍ବରୁ କୌଣସି ବୌଦ୍ଧ ନଥିଲେ, କାର୍ଲ ମାର୍କସଙ୍କ ପୂର୍ବରୁ କୌଣସି ବାମପନ୍ଥୀ ନଥିଲେ। ଘଣ୍ଟା ହେଉଛି ସମୟର ପ୍ରତୀକ। ଘରର ଉତ୍ତର ଦିଗରେ ଘଣ୍ଟା ଲଗାଇଲେ ଘରେ ସମସ୍ୟା ଲାଗି ରହିଥାଏ। ଘରର ପଶ୍ଚିମ ଦିଗରେ ଘଣ୍ଟା ଲଗାଇଲେ କୋର୍ଟ କଚେରୀ ମାମଲା ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଦୁଆର ବନ୍ଦ ଉପରେ ଏବଂ ଝରକା ଉପରେ ଘଣ୍ଟା ଲଗାଇଲେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ଋଣ ଭାର ବଢ଼ିଥାଏ। ଭାଙ୍ଗି ଯାଇଥିବା ଘଣ୍ଟା, ବିଳମ୍ବରେ ଚାଲୁଥିବା ଘଣ୍ଟା ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ପୃଥିବୀର ସବୁଠାରୁ ପୁରୁଣା ଯନ୍ତ୍ରର ନାମ ହେଲା ଷଡ଼ଯନ୍ତ୍ର, ଯାହାକି ଯୁଗ ଯୁଗ ଧରି ଚାଲୁଛି କିନ୍ତୁ କେବେ ମରାମତିର ଆବଶ୍ୟକ ହୁଏନାହିଁ। ବଡ଼ ଅଜବ ଏ ଦୁନିଆ। ଏଠି ଯିଏ ସତ ଓ ଭଲ କଥା କହେ ସିଏ ଶତ୍ରୁ ହୋଇଯାଏ, ଆଉ ଯିଏ ମିଛ ଓ ମନ୍ଦ କଥା କହିଥାଏ ସେ ମିତ୍ର ହୋଇଯାଏ। ଗୋଟିଏ ବୋହୂ ଘରର କାମ କର ଯେତିକି କଷ୍ଟ ପାଏନି ତାଠାରୁ ଅଧିକ କଷ୍ଟ ପାଏ ତାକୁ ଯେତେବେଳେ ଯେଉଁ ପରିବାର ଲୋକଙ୍କୁ ନିଜର କରିବା ପାଇଁ ସେ ଘରଦ୍ୱାର, ବାପା ମା ଛାଡ଼ି, ଭାଇ ଭଉଣୀ ଛାଡ଼ି ସମସ୍ତଙ୍କୁ ଛାଡ଼ି ଆସିଥାଏ, ତାର ସେହି ପରିବାର ଲୋକ ବିନା କାରଣରେ ମାନସିକ କଷ୍ଟ ଦିଅନ୍ତି, ସେତେବେଳେ ଯାଇ ତାକୁ ଅଧିକ କଷ୍ଟ ହୋଇଥାଏ। ଶାଶୁଘରେ ସେ ଯେତେ କାମ କଲେ ମଧ୍ୟ ତାକୁ କଷ୍ଟ ହୁଏନି, କିନ୍ତୁ ଶାଶୁ ଘର ଲୋକେ ଯଦି ସପୋର୍ଟ କରିବେନି ତାହେଲେ ତାକୁ ଅଧିକ କଷ୍ଟ ହୋଇଥାଏ। ଯଦି ଆଜିର ମନକୁ ଛୁଇଁଗଲା ଭଳି ଅନୁଚିନ୍ତା ଯଦି ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଆଗାମୀ ଏପିସୋଡ଼ରେ ପୁଣି ଏକ ନୂଆ ଭିଡ଼ିଓ ସହିତ, ସେତେବେଳ ପର୍ଯ୍ୟନ୍ତ ଓଁ ସାଇ।